ସେ ଜନ୍ମ ନେଇଥିଲେ ବେଙ୍ଗଲୋର। ତାଙ୍କ ପିତାମାତା ତାଙ୍କ ପୂର୍ବରୁ ସେ ଭୁକ୍ତ ଥିଲେ। ସେ ଜନ୍ମ ନେଇକି ସେ ଯେତେବେଳେ ଜନ୍ମ ହେଲେ ତାଙ୍କ ଏଇ ଯେଉଁ ଜ୍ୟୋତିଷ ଆସି ସେ ପରା କହିଦେଲା ଏ ପିଲା ଇଏ ସାଧାରଣ ପିଲା ନୁହଁ, ଇଏ ଜୀବନର 108ଟା ମନ୍ଦିର ନିର୍ମାଣ କରିବ ବିଶ୍ୱର। ସତକୁ ସତ 70 ବର୍ଷରେ ଯାଇକି ସେ କେତେ କଷ୍ଟ ପାଇଛନ୍ତି। ଆଉ ସିଏ କାହିଁକି ପ୍ରଚାର କରିବାକୁ ଗଲେ? ଭଗବାନ କହିଲେ ସିଏ ହେଉଛନ୍ତି ତାଙ୍କ ପାର୍ଶ୍ୱଦ, ଭଗବାନ କୃଷ୍ଣଙ୍କର ପାର୍ଶ୍ୱଦ ଲୋକ। ପ୍ରଭୁପାଦ ମାନବ ରୂପରେ ଆସିଥିଲେ ଏଠି ପ୍ରଚାର କରିବା ପାଇଁ। 70 ବର୍ଷରେ ଯାଇକି ଏ ଯେଉଁ ପାଶ୍ଚାତ୍ୟ ଦେଶର ଲୋକଙ୍କୁ ଯିଏ ହିପିବାଲା ମଦ ମାଂସ ଖାଉଥିଲେ, ଲଙ୍ଗଳା ହେଇକି ବୁଲୁଥିଲେ, ସେଇମାନଙ୍କ ଆଣିକି ଆଜି ଏମିତିକା ଭକ୍ତ କରେଇଦେଲେ ଯେ ଯାହା ଦେଖିବୁ ବୃନ୍ଦାବନ ମାୟାପୁରର ସେ ଫରେନର୍ ମାନେ କ'ଣ ହେଉଛନ୍ତି, କିନ୍ତୁ ଆମ ଇଣ୍ଡିଆନ୍ ମାନେ ହେଇପାରୁନାହାନ୍ତି। ବାହାର ଦେଶରୁ ଆସିକି କୃଷ୍ଣଙ୍କୁ ଡାକୁଛନ୍ତି ଜନ୍ମ ମୃତ୍ୟୁରୁ ଉଦ୍ଧାର ପାଇବା ପାଇଁ, କିନ୍ତୁ ଭାରତୀୟ ହେଉନାହାନ୍ତି। ଭାରତୀୟକୁ ବୁଝେଇକି ବାଟକୁ ଆଣିବା ଏତେ କଷ୍ଟ। ଆଉ ଏଟା ହେଲା ପ୍ରାରବ୍ଧ। ଯାହାର ଯିଏ ପ୍ରାରବ୍ଧର ବେଶୀ ଭଲ କର୍ମ କରିଥିବ, ଭଗବାନଙ୍କୁ ଡାକିଥିବ, ସେ ଏଇ ଜନ୍ମର ଭକ୍ତ ହେବ, ନହେଲେ ହେଇପାରିବନି। ଏଇଟା ଗୋଟେ ଉଦାହରଣ ଦେଉଛି ମଞ୍ଜୁ ମଙ୍ଗୁଳି। ସେମାନେ ମୋ ପାଖକୁ ଆସୁଛନ୍ତି ନା, ମୁଁ ଯାଉଛି, କିନ୍ତୁ ଏଇ ଯେତେବେଳେ ଫୋନ୍ କଲା ଏଇ ବିଷୟରେ ଆସ୍ତେ ଆସ୍ତେ ଶୁଣିଲା ଜାଣିଲା, ଏଇଭଳିଆ କଥା ନା। ହଁ, ଆମେ ବି ସେଇଭଳିଆ କରିବା। ମୁଁ କହିଲି ତୁମେ ସେଇଠି ଯାଅ, ଅନୁଗୁଳ ଇସ୍କନକୁ ଯାଅ, ସେଇଠି ଦେଖ ବୁଝ କ'ଣ ହେଉଛି। କହିଲା ବହୁତ ବାଟ, ପଇସା ବହୁତ ପଡ଼ୁଛି। ମୁଁ କହିଲି ମାସରେ ଥରେ ଯାଉନ, ଥରେ ଯାଅ, ଯାଇକି ଦେଖ। ଯାଉ ତାର ସୁବିଧା ଶୁଣି ତା ପ୍ରାରବ୍ଧ ସମୟ ସରିଗଲା, ତେଣୁକରି ତାର ଭକ୍ତି କରିବା ପାଇଁ ଇଚ୍ଛା ହେଲା, ତାର ଯାହା କରୁଛୁ। ଆଉ ଏ ଭଗବାନ ଯେ କହୁଛନ୍ତି ଏ ଜନ୍ମ ମୃତ୍ୟୁରୁ କାହିଁକି ଉଦ୍ଧାର ହେବ? ଆମେ 84 ଲାଖ ଜୀବଜନ୍ୟର ପ୍ରବେଶ କରିକି ଆଜି ମଣିଷ ଜନ୍ମ ପାଇଛେ। ମଣିଷ ଜନ୍ମ ହେଲା ସବୁଠାରୁ ଦୁର୍ଲଭ ଜନ୍ମ। ମଣିଷ ଜନ୍ମ ଆମେ ଯେତେବେଳେ ମା ପେଟରୁ ରହୁଛେ, କେତେ ଦୁଃଖ କଷ୍ଟ ମା ପେଟରୁ ପାଉଛେ ଜାଣିଛୁ? ସବୁ ପ୍ରତ୍ୟେକ ମୁହୂର୍ତ୍ତ ପାଇଁ ମା ପେଟରୁ ଭଗବାନଙ୍କୁ ଡାକୁଥିବା, ହେ ଭଗବାନ ମୋତେ ଏଥିରୁ ଉଦ୍ଧାର କର, ମୁଁ ଭୂମିଷ୍ଠ ହେଲେ ତୁମ ନାମ ନେବି। ଏଇ କଥା ଆମେ କହି ମା ଚାହା କପେ କି ଗରମ ପାଣି ଟିକେ ପିଇଲାକୁ ଆମ ନାଡ଼ିରେ ପ୍ରବେଶ କରିଯାଏ। ବହୁତ କଷ୍ଟ ପାଇ କୀଟ ଗୁଅ ମୂତ ସବୁ ଖାଏ। କଥା ଦେଇଥିବା ଭଗବାନଙ୍କୁ ଉଦ୍ଧାର କର, ଭୂମିଷ୍ଠ ହେଲେ ତୋ ନାଁ ନେବି। ଭୂମିଷ୍ଠ ହେଇସାରିଲା ପରେ ଆସିଗଲେ ମୋହ ମାୟା ବନ୍ଧନର ପଡ଼ିଗଲେ। ଭଗବାନଙ୍କୁ ସେତେବେଳେ ଭୁଲିଗଲେ। ଦେଇକି ଜୀବ ହତ୍ୟା କରିକି ଏଇ ଜୀବର ଲାଳସା ପାଇଁ ଆହା ତାହା ଭଲ ମନ୍ଦ ସବୁ ଖାଇବେ। ଏଇଗୁଡ଼ାକ କିଏ ଶିକ୍ଷା ଦେଉଛି? ଭଗବାନ ଏଇଗୁଡ଼ାକ କହୁଛନ୍ତି। ଏଇ ଯେଉଁ ବ୍ୟାସଦେବ କିଏ? ସେ ଭଗବାନ ସ୍ୱୟଂ କୃଷ୍ଣ। ଏମାନେ ସବୁ ମାନବ ରୂପରେ ଆସିକି ଏଇ ଯେଉଁ ଲେଖି ଯାଇଛନ୍ତି, ଏଇଗୁଡ଼ାକ ମିଛ କଥା ନୁହେଁ। ଆଜି ମରିବୁ, 12 ଦିନ ଯାକେ ତୋର ସବୁଦିନ ଗୋଟେ ଗୋଟେ ବିଚାର ଚାଲିଥିବ। ତୁ ଯେଉଁଠି ମରିଥିବୁ ତୋର ବିଚାର ଚାଲିଥିବ। 13 ଦିନକେ ଯିବୁ ଜମାଳ ହତେ। ସେଠି ଯମ ଆଉ ବିଷ୍ଣୁଙ୍କ ଭିତରେ ତୋର ବିଚାର ହେବ। କେତେ ପାପ କେତେ ପୁଣ୍ୟ କରିଛୁ ହିସାବ କିତାବ ହେବ। ଯଦି ଭଲ କର୍ମ କରିଥିବୁ, କିଛି ଯଦି ଟିକେ ଥିବ ତ ତାହେଲେ ଦେବଲୋକକୁ ପଠେଇବେ କି ଆଉ ଥରେ ଜନ୍ମ ଦେବେ। ଯଦି ଅତି ପାପୀ ନଗଣ୍ୟ ହେଇଥିବ, ତାହେଲେ ସେଇଠି ସାଙ୍ଗେ ସାଙ୍ଗେ ଯମ ପାଖରୁ ନେଇଯିବେ ନର୍କକୁଣ୍ଡରେ ପକାଇବେ। ନର୍କକୁଣ୍ଡ ହେଉଛି ଘା ପୂଜ ମଳ ମୂତ୍ର ଏଇଥିର ନର୍କକୁଣ୍ଡ। ତୋତେ ଏଇନେ ମୁଁ ନର୍କକୁଣ୍ଡରୁ ପକାଇ ଦେନା, ତୁ କେମିତି ଖାଇବୁ? ସେତେବେଳେ ଆମ ସୂକ୍ଷ୍ମ ଶରୀରଟା କଷ୍ଟ ପାଏ। ଏଇ ଯେଉଁ ସ୍କେଲିଟନ୍ କୁହନ୍ତି। ଆମେ ତ କହୁଛୁ ଆମେ ମରିଗଲା ପରେ ହଉ କିଏ ଦେଖୁଛୁ? କେହି ଦେଖୁନାହାନ୍ତି। ଏବେ ଏତିକି ଚୁମୁଟି ଦେଲେ ଯେତିକି କାଟିବ, ମୃତ୍ୟୁ ପରେ ଆର 1000 ଗୁଣ କାଟିବ। ଏତେ କଷ୍ଟ। ଆଉ ସେ ଯେଉଁମାନେ ମଦ ପିଉଛନ୍ତି, ସେମାନେ ତ ଖାଲି ସେଇ ଯମଦୂତମାନେ ଲୁହାକୁ ତରଳି ଦେବେ। ନିଆଁ ଡ ଡ ହେଇଥିବ, ତରଳିକି ତ ପାଟିକି ଚିରିକି ସେଇ ତତଲା ଲୁହାକୁ ଢାଳୁଥିବେ ଯେଉଁମାନେ ମଦ ପିଉଛନ୍ତି। ଆଉ ଯେଉଁମାନେ ଏଇ ପର ସ୍ତ୍ରୀ ନାରୀ ଝିଅ ବୋହୂ ଦର୍ଶନ କରୁଛନ୍ତି, ଏମାନଙ୍କ ପାଇଁ ତାକୁ ବିଚାର ନାହିଁ। ନର୍କକୁଣ୍ଡ ସିଧା ନେଇଗଲେ ନର୍କକୁଣ୍ଡରେ ପକାଇବେ 13 ଦିନ ପରେ। ଏଇଗୁଡ଼ାକ ସବୁ ମାନେ ବର୍ଷକ ଯାଏଁ ବିଚାର ଚାଲିବ। ବର୍ଷକ ପରେ ତ ବିଚାର ଯାହା ହେଇଥିବ ବାସ୍ ସେଇ ଗତିର ପ୍ରବେଶ କଲୁ ଯେ କଲୁ, ସେଇଠି ଘାଣ୍ଟି ଚଢ଼ିକି ହେଉଥିବ। ସେଇଥିପାଇଁ ଏଇ ବର୍ଷକୁ ଥରେ ନୃସିଂହଦେବଙ୍କ ପାଖରେ 108 ତୁଳସୀ ଚଢ଼େଇଲେ ସେ ଆତ୍ମାର ସଦ୍ଗତି ହୁଏ। ସେ ଆସ୍ତେ ଆସ୍ତେ ଉପରକୁ ଉଠେ। ସେଇଥିପାଇଁ 108 ତୁଳସୀ ଅର୍ପଣ କରାଯାଏ। ଢେର କଥା ଅଛି, ଆ ଭିତରେ ବି ତୁ ପଶିବୁ ନା, ମୁଣ୍ଡ ଖରାପ ହେଇଯିବ। ମୁଁ ତ ସବୁବେଳେ ମିଶିପାରିନି, ଯାଇପାରିନି। ଯେତେବେଳେ ଯେମିତିଆ ଗଲି ଯାହା ଟିକେ ଶୁଣିଲା ବେଳକୁ ସେଇଠୁ ମାନେ ମୋ ଜୀବନ ପ୍ରତି ବିତୃଷ୍ଣା ଆସିଗଲା। ମୋତେ ଏଇନା 1,00,000 ଟଙ୍କା ଏତେ ସୁନା ମୁଣ୍ଡା ଦେ,
ମୁଁ ଚାହିଁବାକୁ ଯିବି ସେ ଜିନିଷ ପ୍ରତି ମୋର ତୁଚ୍ଛ ଆସିଯାଇଛି କାହିଁକି ନା କେବଳ ଜପ ଦ୍ୱାରା। ଜପ କଲେ ସବୁ ଆମ ଶରୀରର କ'ଣ ମଇଳା ରହିଛି ନା ଆମେ କି ସବୁଟା ଭଲ କର୍ମ କରିଛେ ଆମେ ବହୁତ କର୍ମ ଖରାପ କରୁଛେ। ତେଣୁକରି ଜପ କରିବା ଦ୍ୱାରା ସେ ମଇଳା ଆସ୍ତେ ଆସ୍ତେ ଶୁଦ୍ଧ ହେଇ ଚାଲିଥିବ। ଯେତେ ଜପ କରୁଥିବୁ ସେତେ ଶୁଦ୍ଧ ହେଇ ଚାଲ, ନହେଲେ ସେଇ ମଇଳାକୁ ଧରିକି ପୁଣି ଯିବୁ ଯେ ଆଉ ବାପୁ ମଣିଷ ଜନ୍ମ ନାହିଁ ନାହିଁ। ସାପ ବେଙ୍ଗ କୀଟ ପତଙ୍ଗ ବୃକ୍ଷ ଲତା ଛେଳି ମେଣ୍ଢା ଘୁଷୁରୀ କୁକୁର, ଘୁଷୁରୀ ହବୁ ଗୁଅ ଖାଇବୁ, କୁକୁର ହବୁ ଗୁଅ ଖାଇବୁ, ଏଗୁଡ଼ା ସବୁ ଭଲ ନା। ଏଗୁଡ଼ା ଜାଣିବା ପରେ ଆଉ ବଞ୍ଚିବାକୁ ଇଚ୍ଛା ହବ ନା। ଭଗବାନଙ୍କ ଶରଣ ନା। ଭଗବାନ ସବୁବେଳେ କହୁଛନ୍ତି ତମେ ମୋ ଶରଣରେ ଆସ। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେ କାଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷାମି ମା ଶୁଚ। ତମେ ମୋ ଶରଣରେ ଆସ, ତମ ଚିନ୍ତା ମୋତେ ଲାଗିଛି। ମୁଁ ତାଙ୍କ ଶରଣରେ ଆସିଛି, ମୁଁ ଜାଣିଛି, ମୁଁ ଅଙ୍ଗେ ଲିଭେଇଛି। ମୁଁ ଆଉ କାହାରି କଥାରେ ମୁଁ ପଡ଼ିନି। ମୁଁ ବହୁତ ଅଙ୍ଗେ ଲିଭେଇଛି। ଭଗବାନ ମୋତେ ବହୁତ ପରୀକ୍ଷା କଲେଣି। ମାୟାପୁରୀର କନକ ମାତାଜୀ ଘର ରହିଛି। ରାତିରେ କି ସେଠି ଭଗବାନଙ୍କ କଥା ହେଉଥିଲି, ମୁଁ ସେଇଠି ସେ ମାୟାପୁର ଧାମର ଦେଖିଛି। ମାନେ ଏ କଥା ମୁଁ କହିବା କଥା ନୁହେଁ। ମୁଁ ରାତିରେ ସେଇଠି ଶୋଇଛି। ଏ ଆଣ୍ଠୁଆ ଗୋପାଳ ଅଛନ୍ତି ମୋ ମୋବାଇଲରେ କାଲି ସାଙ୍ଗ ଜଣେ ପଠେଇ, ସେଇ ସେମ୍ ଦିନ କାଲି ପରେ ଦେଖିବି ବି ଏଇଭଳିଆ ରୂପ ତ ସେ ଆଣ୍ଠୁଆ ଗୋପାଳ ମୋତେ ଏମିତିଆ କହୁଛନ୍ତି। ଦେଖି ମୁଁ କହୁଛି ମାନେ ମୁଁ ଯାଇପାରିବିନି, ମୁଁ ତାଙ୍କୁ ମନା କରୁଛି। ସେ କହୁଛନ୍ତି ତୁ ଆସ। ତାପରେ ମୁହଁ ଖୋଲିକି ମୁଁ ତାଙ୍କୁ କହୁଛି